ଏବେ ଆରମ୍ଭ ହେଇ ଆସୁଛି ପର୍ବପର୍ବାଣୀର ଦିନ, ଯେମିତିକି ଏବେ ରାକ୍ଷୀ ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ତାପରେ ଦଶହରା, ଦୀପାବଳି, ବହୁ କିଛି ପର୍ବପର୍ବାଣୀ ଏବେ ପଡ଼ିଯିବ। ତା ଭିତରେ ଆମର ମାର୍ଗଶିର ମାସର ଗୁରୁବାର, ତା ସାଙ୍ଗରେ କାର୍ତ୍ତିକ ମାସ। ଏହି ପ୍ରକାର ଖେଚୁଡ଼ି କରି ଆପଣ ଆରାମସେ ଖାଇପାରିବେ ଅରୁଆ ଦିନମାନଙ୍କରେ, ନହେଲେ ପୂଜା ପାଇଁକି ବ୍ୟବହାର କରିପାରିବେ। ମିଠା ଖେଚୁଡ଼ି, ଏଥିରେ ମୁଗ ନଡ଼ିଆ ଦେଇ ତିଆରି କରିବାକୁ ବହୁତ ସହଜ। ଆପଣ ଚାହିଁଲେ କୁକରରେ କରିପାରିବେ, ନହେଲେ କଡ଼େଇରେ ବି କରିପାରିବେ। ପ୍ରଥମରୁ ମୁଁ ଏଠି ଗୋଟେ ପ୍ୟାନ୍କୁ ଗରମ କରି ନେଇଛି। ପ୍ୟାନ୍ରେ ଆମେ ଗୋଟେ ଛୋଟ ତାଟିଆ ମୁଗ ନେଇଯିବା ଆଉ ଆକୁ ଭାଜିବା। ଭାଜିଲା ବେଳେ ଗୋଟେ କଥା ଧ୍ୟାନ ରଖନ୍ତୁ, ଯଦି କୁକରରେ କରୁଛନ୍ତି ମୁଗଟାକୁ ଟିକେ ଅଧିକା ଯଦି ଭାଜିବେ କିଛି ପ୍ରୋବ୍ଲେମ୍ ନାହିଁ, କିନ୍ତୁ କଡ଼େଇରେ ଯଦି କରୁଛନ୍ତି ମୁଗଟା ଅତି ଭାଜି ହେଇଗଲେ ସିଝିବାକୁ ଟାଇମ୍ ଲାଗିଥାଏ। ଆଜିର এই ମିଠା ଖେଚୁଡ଼ିକୁ ମୁଁ କଡ଼େଇରେ ତିଆରି କରିବି, ସେଥିପାଇଁକି ଆକୁ ଅଧିକା ଭାଜିବା ଜମା ଦରକାର ନାହିଁ। ବାସ୍ନା ଗୋଟେ ମୁଗରୁ ଯେତେବେଳେ ଆସିବ ନା, ସେତେବେଳେ ମୁଗକୁ ଭାଜିବା ବନ୍ଦ କରିବା। ଏବେ ଆପଣ ଦେଖିପାରୁଥିବେ ମୁଗଟା ଭାଜି ସାରିଲାଣି, ଆଉ ପୂର୍ବ ଅପେକ୍ଷା ଟିକେ ଆର କଲର୍ଟା ବି ଅଧିକା ଡାର୍କ ହେଇଯାଇଛି। ଏବେ କ'ଣ କରିବା, ଫଟାଫଟ ପ୍ୟାନ୍ରୁ ନେଇ ଗୋଟେ ପ୍ଲେଟ୍ରେ ମୁଗକୁ ଓଜାଡ଼ି ଦେବା। କାହିଁକି ନା ଯଦି ଅଧିକା ସମୟ ପ୍ୟାନ୍ରେ ବି ରଖୁଛେ ତାହେଲେ ମୁଗଟା ଆହୁରି ଭାଜି ହେଇଯିବ ଗରମରେ। ଯେଉଁ ତାଟିଆରେ ମୁଗ ନେଇଥିଲେ ସେଇ ତାଟିଆରେ 2 ତାଟିଆ ନେଇଯିବା ଅରୁଆ ଚାଉଳ। ଯେତିକି କ୍ୱାଣ୍ଟିଟିର ମୁଗ ନେବେ ତାର ଡବଲ କ୍ୱାଣ୍ଟିଟିର ଯଦି ଆମେ ଅରୁଆ ଚାଉଳ ନେଉଛେ ତାହେଲେ ସ୍ୱାଦଟା ବହୁତ ବଢ଼ିଆ ଆସିଥାଏ ଖେଚୁଡ଼ିର। ଆ ସାଙ୍ଗରେ ମିଶାଇ ଦେବା ମୁଗକୁ। ମୁଗ ବର୍ତ୍ତମାନ ଥଣ୍ଡା ହେଇସାରିଲାଣି। ଚାଉଳ ଆଉ ମୁଗକୁ ମିଶାଇ ସାରିଲା ପରେ ଏଥିରେ ପାଣି ନେଇଯିବା। 2-3 ଗ୍ଲାସ୍ ପାଣି ପକାଇ ଆକୁ ଭଲକି ଧୋଇଦେବା। 2-3 ଥର ପାଣିକୁ ଚେଞ୍ଜ କରିଦେବା, ଯାହାଦ୍ୱାରା କି ଚାଉଳ ମୁଗ ଭଲକି ଧୋଇ ହେଇଯିବ। ଏବେ ଗୋଟେ କଡ଼େଇକୁ ଗରମ କରିନେବା। କଡ଼େଇଟା ଗରମ ହେଲା ପରେ ଏଥିରେ 4-5 ଚାମଚ ଘିଅ ନେଇଯିବା। ଯେତିକି କ୍ୱାଣ୍ଟିଟିର ଆପଣ ଖେଚୁଡ଼ି କରିବେ ସେଇ ହିସାବରେ ଘିଅ ନେବେ। ପୂଜା ହେଉ ଅଥବା ଅରୁଆ ଦିନମାନଙ୍କରେ ନର୍ମାଲି ଆମେ ଘିଅରେ ହିଁ ଖେଚୁଡ଼ି କରିଥାଉ ନା, ତାର ବାସ୍ନାଟା ଅଲଗା ଆସିଥାଏ। 2ଟା ଖଣ୍ଡେ ଗୁଜୁରାତି ଆଉ ଖଣ୍ଡେ ଡାଲଚିନିକୁ ମୁଁ ଏଠି ପକାଇ ନେଇଛି ଭଲ ଫ୍ଲେଭର ଆସିବା ପାଇଁକି। ଆକୁ ଗରମ କରିବା ଆଉ ଫୁଟିବାକୁ ଦେବା ଟିକେ ସମୟ। ତାପରେ ଧୋଇଥିବା ମୁଗ ଆଉ ଚାଉଳକୁ ଗରମ ଘିଅରେ ପକାଇ ନେବା। ମୁଗ ଚାଉଳକୁ ଓଲଟା ପଲଟା କରିକି ଭଲକି ଭାଜିବା। ଦେଖନ୍ତୁ କୁକରରେ ଯଦି ଆପଣ କରୁଛନ୍ତି ସେଇଟା ବି ବହୁତ ସହଜରେ ହେଇଯାଇଥାଏ। କୁକରରେ ଗୋଟେ ସିଟି ଦେଲେ ଖେଚୁଡ଼ିଟା ତିଆରି ହେଇଯାଇଥାଏ, କିନ୍ତୁ କଡ଼େଇରେ ମୁଁ କରୁଛି ଯାହାଦ୍ୱାରା କି ଗୋଟା ଗୋଟା ହେଇ ଖେଚୁଡ଼ି ହେବ। ସେଥିପାଇଁକି ଏଥିରେ ମିଶାଇବା ଗୋଟେ ତାଟିଆ କୋରା ନଡ଼ିଆ। କୋରା ନଡ଼ିଆ ପକାଇବା ଦ୍ୱାରା ନା ମନ୍ଦିର ଭଳିଆ ଖେଚୁଡ଼ିଟାର ସ୍ୱାଦ ଆସିଯାଇଥାଏ। ସବୁ ଜିନିଷକୁ ମିଶାଇକି 2 ମିନିଟ୍ ପର୍ଯ୍ୟନ୍ତ, କମ୍ ସେ କମ୍ 2 ମିନିଟ୍ ପର୍ଯ୍ୟନ୍ତ, ଟିକେ ଉପର ତଳ ହେଲେ ଟାଇମ୍ ଚଳିବ, ଭାଜି ନେବା। ଆପଣ ଜାଣିପାରିବେ ଯେମିତିକି ଗୋଟା ଗୋଟା ହେଇକି ଦିଶିବ ମୁଗ ଆଉ ଚାଉଳଟା ଭାଜି ହେଲା ପରେ ଆଉ ସାଇଡ଼୍ରୁ ଘିଅ ଗୁଡ଼ାକ ବାହାରିବ। ସେମିତି ଆକୁ ଭାଜିଦେବା କିଛି ସମୟ ଦେଇକି। ଯେତେବେଳେ ଚାଉଳ ଆଉ ମୁଗ ଭାଜି ହେଇଯିବ ଏଥିରେ ଆମେ ପକାଇବା ହଳଦୀ। ଅଧା ଚାମଚ ମୁଁ ଏଠି ହଳଦୀ ପକାଇଛି। ହଳଦୀକୁ ଯଦି ପ୍ରଥମରୁ ପକାଇ ଦେଉଛେ ଭାଜିଲା ସମୟରେ ସେଇଟା ପୋଡ଼ିଲା ଭଳିଆ ହେଇଯାଇଥାଏ, ସେଥିପାଇଁକି ଲାଷ୍ଟକୁ ହଳଦୀ ପକାଇବେ। ବର୍ତ୍ତମାନ ଆଉ ଥରେ 1 ମିନିଟ୍ ପର୍ଯ୍ୟନ୍ତ ଓଲଟା ପଲଟା କରି ଭାଜିଦେବା, ଯାହାଦ୍ୱାରା କି ମୁଗ ଆଉ ଚାଉଳ ସାଙ୍ଗରେ ହଳଦୀଟା ମିଶିଯିବ। ଲାଷ୍ଟକୁ ହଳଦୀ ପକାଇଲେ ଆକ୍ଚୁଆଲି ହଳଦୀର ଫ୍ଲେଭରଟା ବି ଭଲ ଆସିଥାଏ। ସବୁ ଜିନିଷକୁ ମୁଁ ଭାଜି ନେଇଛି। ଏବେ ଏଥିରେ ପାଣି ଦେବା। ଦେଖନ୍ତୁ କେହି କେହି ତ 2 ଗୁଣ ପାଣି ଦିଅନ୍ତି, ନହେଲେ କେହି କେହି 2.5 ଗୁଣ। ଟୋଟାଲ 2 ତାଟିଆ ଚାଉଳ ଆଉ 1 ତାଟିଆ ମୁଗ, ମାନେ 3 ତାଟିଆ ଆମେ ନେଇଛେ, ସେଇ ହିସାବରେ ମେଜରମେଣ୍ଟରେ 2.5 ଗୁଣ। 7 ତାଟିଆ ଅଧେ ପାଣି ମୁଁ ଏଠି ଗୋଟେ ଜାଗାରେ ନେଇକି ରଖିଛି ମେଜରମେଣ୍ଟ ହିସାବରେ। କାରଣ ଏଇ ଚାଉଳଟା ଯେଉଁ 2.5 ଗୁଣ ପାଣି ଆଥିରେ ଦେଇକି ମୁଁ ସବୁଦିନ ତିଆରି କରେ, ଖଣି ଅରୁଆ ଚାଉଳ। ନୂଆ ଅରୁଆ ଚାଉଳ ଯଦି ହେଇଥିବ ଆପଣ 1.5 ଗୁଣ ଅଥବା 2 ଗୁଣ ପାଣି ଦେବେ, ଅଧିକା ଜମାରୁ ଦେବେନି। ସବୁ ଜିନିଷକୁ ଗୋଳେଇ ପୋଳେଇ ଦେବା। ସ୍ୱାଦ ହିସାବରେ ଲୁଣ ଟିକେ ପକାଇ ନେବା। ଗୋଟେ ଥର ଭଲକି ଗୋଳେଇକି କଡ଼େଇକୁ ଘୋଡ଼େଇ ନେବା ଆଉ ଫ୍ଲେମ୍କୁ ସ୍ଲୋ କରିଦେବା। ଟିକେ ପରେ ଚେକ୍ କରିବା। ମଝିରେ ମୁଁ ଗୋଟେ ଥର ଗୋଳେଇ ନେଇଥିଲି। ବର୍ତ୍ତମାନ 3 ମିନିଟ୍ ପାଖାପାଖି ହେଇସାରିଲାଣି ଭାତକୁ ରାନ୍ଧିବାର। ସ୍ଲୋ ମିଡ଼ିୟମ୍ ଫ୍ଲେମ୍ରେ ମୁଁ ଫ୍ଲେମ୍କୁ ରଖିଥିଲି। ବର୍ତ୍ତମାନ ଭାତଟା ଅଧା ସିଝି ସାରିଲାଣି, ପାଣି ତଥାପି ତଳେ ଅଛି। କାଳେ ଲାଗିଯିବ ବୋଲି ମୁଁ ଗୋଟେ ଥର ଗୋଳେଇ ନେଲି। ଉପରୁ ସାଇଜ୍ କରିନେବା ଆଉ ପୁଣି ଥରେ ଆକୁ ଘୋଡ଼େଇ ଦେବା ଆଉ 2 ମିନିଟ୍ ପର୍ଯ୍ୟନ୍ତ ସ୍ଲୋ ଫ୍ଲେମ୍ରେ। ତାପରେ ଚେକ୍ କରିବା। 2 ମିନିଟ୍ ପାଖାପାଖି ହେଇଗଲାଣି। ଏବେ ଘୋଡ଼ଣୀକୁ କାଢ଼ିକି ପୁଣି ଥରେ ଦେଖିବା। ଭାତଟା ପାଖାପାଖି ହେଇଗଲାଣି, କିନ୍ତୁ ଟାଣୁଆ ଅଛି। ଚିନିକୁ ମୁଁ ପ୍ରଥମରୁ ପକାଇ ନଥିଲି। ଯଦି କୁକରରେ କରୁଛେ ଚିନି ଅଥବା ଗୁଡ଼ ପକାଇ ଆମେ 1-2ଟା ହୁଇସିଲ୍ ଦେଲେ ବଢ଼ିଆ ଭାଗରେ ଭାତ ହୋଇଯାଇଥାଏ। କଡ଼େଇରେ କରୁଛେ ଚିନି ପକାଇଲେ ଭାତଟା ଟାଣ ହୋଇଯିବ ଆଉ ବହୁ ସମୟ ପର୍ଯ୍ୟନ୍ତ ସିଝିବନି। ସେଥିପାଇଁକି ଭାତଟା ହେଇ ଆସିଲା ବେଳକୁ ଯେତେବେଳେ ଟିକେ ଟାଣ ଥିବ ସେତେବେଳେ ମୁଁ ଚିନିଟାକୁ ପକାଇ ନେଇଛି। ତା ସାଙ୍ଗରେ କାଟିକି ରଖିଥିଲି ବାଦାମ କିଛିଟା ପକାଇ ନେଇଛି। ଆପଣ ଚାହିଁଲେ କାଜୁ, କିସମିସ୍ ଅଥବା ଆଉ କେଉଁ ଡ୍ରାଏ ଫ୍ରୁଟ୍ସ ବି ଏଥିରେ ପକାଇ ପାରିବେ। ସବୁଗୁଡ଼ାକୁ ପୁଣି ଥରେ ଭଲକି ଗୋଳେଇ ନେବା। ଫ୍ଲେମ୍କୁ ସ୍ଲୋ କରିବେ ଏ ସମୟରେ। ଆଉ ଚିନିଟା ନା ମେଲ୍ଟ ହେଇଯିବ ଯେତେବେଳେ, ଦେଖିବେ ଖେଚୁଡ଼ିର କଲର୍ ବି ଚେଞ୍ଜ ହେଇଯିବ ଆଉ ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ। ସବୁ ଜିନିଷକୁ ଗୋଳେଇ ପୋଳେଇ ଆଉ ଗୋଟେ ଥର ଘୋଡ଼େଇ ଦେବା
अल्प समय पर्यंत 1 मिनिट पर्यंत कारण भातटा हो सारानी टिके टाण अच्छी ता सागर चीनीटा मेल्ट होकर मिसीगला आम आपको काढ़ी चेक करनवा। चलतु देखी नवा टिके समय पर भातटा पूरा हो सारा आ बहुत बढ़िया खेचुड़ी तैयारी आपड़ जब चाहते ना ताले आउ गोटे कथा भी करेंगे पानी अंश टिके कम दे क्षीर टिके भी दे पारे कुकर रे देला बेले टिके प्रोब्लेम होता है क्षीरटा फेण भाया होकर हुइसिल बाटे बाहर जाए किंतु जब कड़ाई कर मु तो फास्ट रु पानी दे देती आपड़ क्षीर गोटे भाग देले भी पानी मनकर आपड़ 2.5 भाग रु 1.5 भाग देले पानी गोटे भाग क्षीर जदि दौरान भी आहरी भी स्वादिष्ट खेचुड़टा लगे। खेचुड़टा हो गलानी एबे प्लेट रे आमे बाढ़ी नवा बहुत बढ़िया तैयारी होती गोटे बास्ना एथरू आसूची घी नड़िया और मुग पकई खेचुड़ी कले तार स्वादटा ही अलग थाए ऊपर आउ टिके बादाम पकई प्लेटा को गार्निश करनवा। बर्तमान आमर प्रसाद तैयारी हो गला कौन भी पूजा पर्व अथवा अरुआ दिन मानक आम आपको करें खाइला बेले डालमा सांगे भी खाईपर बहुत स्वादिष्ट लगी था। रेसिपीटी आपण मानू केमिति लागिला रेसिपी विषय आपण मन में जहाँ भी क्वेश्चन अच्छी कमेंट सेक्शन में शेयर करंतु।